Hello friend, welcome to our YouTube channel Only Math Trick। ତ ଫ୍ରେଣ୍ଡ ଚାଲ ପଢ଼ିବା ତୁମ ହସ ଖେଳ ବହିର ପାଠର ନାମ ହେଲା ଦେଖ ଦୀପାବଳି। ଚାଲ ଆମ ଦୀପାବଳି ବିଷୟରେ ଚାଲ ଜାଣିବା ଏ ପାଠରେ ପଢ଼ିବା। ପାଠ ନମ୍ବର ଦେଖ 12 ସମସ୍ତେ ବାହାର କର। ଚାଲ ତାହା ଡେରି ନ କରି ପାଠଟି ଶୀଘ୍ର ଶୀଘ୍ର ଆରମ୍ଭ କରିବା ପିଲାମାନେ। ଦେଖ ସମସ୍ତେ ପାଠ ନମ୍ବର 12 ପାଠ ନାମ ହେଲା ଦେଖ ଦୀପାବଳି। ଦେଖ ଦୀପାବଳି ଦିନ ବାପା ଡଲି ଓ ଝିଲିଙ୍କୁ ପାଖରେ ଡାକି କହିଲେ ଆଜି ଦୀପାବଳି। ଦେଖ ଦୀପାବଳି ଦିନ କିଏ ବାପା କାହାକୁ ଡାକିଲେ ଡଲି ଓ ଝିଲିକୁ କାହାକୁ ଡାକିଲେ କହିଲେ ପିଲାମାନେ ଆଜି ହେଲା କ'ଣ ଆଜି ଦୀପାବଳି। ଆମ ଘରକୁ ପାଖ ପଡ଼ୋଶୀ ଓ କୁଣିଆ ଆସିବେ। ଆମ ଘରକୁ ପାଖର ଲୋକମାନେ ଏବଂ ଆମ ଘରର କୁଣିଆ ମାନେ ଆଜି ଆସିବେ ବୋଲି କିଏ କହିଲେ ବାପା କହିଲେ କାହାକୁ ଡଲି ଓ ଝିଲିକୁ କହିଲେ। ବହୁତ ଭିଡ଼ ହେବ ଝିଅମାନେ ଆମ ଘର କ'ଣ ଆଜି ବହୁତ ଭିଡ଼ ହେବ ବୋଲି ସେ କହିଲେ। ତୁମେ ଦୁଇ ଜଣ କାମରେ ଟିକେ ସାହାଯ୍ୟ କର। ତୁମେ ଦୁଇ ଜଣ ମୋ କାମରେ ଟିକେ କ'ଣ କର ସାହାଯ୍ୟ କର ବୋଲି ବାପା କହିଲେ। ଏହି ମହମବତୀ ଗୁଡ଼ିକ ନିଅ ତାକୁ ସଜାଅ ଓ ସଜାଇ ରଖ। ବାପା କ'ଣ କହିଲେ ଝିଅମାନେ ତୁମେ ଏହି ମହମବତୀ ଗୁଡ଼ିକୁ ନିଅ ଏବଂ ସଜେଇ କରି ରଖ ବୋଲି ବାପା କହିଲେ। ଦେଖ ମୁଁ ଯେତିକିଟି ମାଗିବି କିଏ ଶୀଘ୍ର ଶୀଘ୍ର ଗଣିଦେବ। ବାପା କ'ଣ କହିଲେ ମୁଁ ଯେତେଟା ମାଗିବି ତୁମେ ଦୁଇ ଜଣ ଭିତରୁ କିଏ ଶୀଘ୍ର ଶୀଘ୍ର ଗଣିକି ଦେବ ବୋଲି ବାପା କହିଲେ। ଦେଖ ଏଇଟା ମିଲି ଓ ଝିଲି ଦେଖ ଏଇଟା ଦୁଇ ଭଉଣୀ ଦେଖୁଛ ନା କ'ଣ ଧରିଛନ୍ତି ହାତରେ ମହମ ଧରିଛନ୍ତି ସେମାନେ। ଦେଖ ମହମ ମାନେ ଏଇଟା ଲଗାଇଛନ୍ତି ଦେଖ ସମସ୍ତେ ଫଟୋକୁ। ଏଇଟା ବାପା ଦେଖ ଏଇଟା ତାଙ୍କ ମା ଏଇଟା ପଡ଼ୋଶୀ ବାଲେ ଆସିଛନ୍ତି ଦେଖିଲ। ଦେଖ ପିଲାମାନେ ଚାଲ ଆମେ ଆଜି ଫେର ଅଭ୍ୟାସ କାର୍ଯ୍ୟଟା କରିନେବା। ଦେଖ ନମ୍ବର 1 ଦେଖ ଡଲି ଦେଲା ଝିଲି ଦେଲା ଦେଖିଲ। ଦେଖ ଏଇଟା 7 ଗୋଟି କିଏ ଦେଲା ଡଲି। ଏଠି ଦେଖ 7ଟି ମହମବତୀ ସେ ଗଢ଼ି ଦେବା 1 2 3 4 5 6 7ଟି ଅଛି ଏଥିରେ ମହମବତୀ ଏଠି ଅଛି 8ଟି କିଏ ଦେଲା 8ଟି ଝିଲି ଦେଲା ଓ 7ଟି ଡଲି ଦେଲା। ପୁଣି ଦେଖ 15 ଗୋଟି କିଏ ଦେଲା ଡଲି ଦେଲା ଏବଂ 13 ଗୋଟି କିଏ ଦେଲା ଝିଲି ଦେଲା। 17ଟି ବାପା ମାଗିଲେ କିଏ ଦେଲା ଡଲି ଦେଲା ଓ 14 ଗୋଟି କିଏ ଦେଲା ଝିଲି ଦେଲା। ସେହିପରି ଦେଖ 18 ଗୋଟି ଡଲି ଦେଲା 11 ଗୋଟି କିଏ ଦେଲା ଝିଲି ଦେଲା। ଏଇଟା ଦେଖ ପିଲାମାନେ ମହମବତୀ। ଦେଖ ନମ୍ବର 2 ଦେଖ କ'ଣ ଲେଖିଛି ଉପରେ ଯେପରି ଛବି କରାଯାଇଛି ଉପରେ ଯେମିତି ଛବି କରାଯାଇଛି ସେହିପରି ତଳେ ଲେଖାଥିବା ସଂଖ୍ୟା ପାଖରେ କ'ଣ କର ଛବି କର ବୋଲି କହିଛି। ଏଥିରେ ଦେଖ ତୁମେ ଏମିତି ମହମବତୀ 8ଟି ଏଥିରେ ଏମିତି 8ଟି ପାଖରେ ଛବି ବନାଇବ। ଏଥିରେ 14ଟି କରିବ ଏଠାରେ 9 ଗୋଟି ଛବି କରିବ ଏଠାରେ 10 ଗୋଟି ଛବି କରିବ ଏଠାରେ 13 ଗୋଟି ଏଠାରେ 7 ଗୋଟି ଛବି ଆଙ୍କିବ। ପିଲାମାନେ ପେନସିଲ ସାହାଯ୍ୟରେ ଏଥିରେ ଆଙ୍କିବ ହେଲା। ଦେଖ ନମ୍ବର 3 ଦେଖ ସମାନ ସଂଖ୍ୟକ ମହମବତୀକୁ ନେଇ ସଂଖ୍ୟା ସହ ଯୋଡ଼ିବା। এই ସମାନ ସଂଖ୍ୟକ ମହମବତୀ ନେଇ କ'ଣ ସଂଖ୍ୟା ସହିତ ଆମେ ଯୋଡ଼ିବା। ଦେଖ କେତେଟା ଅଛି ମହମବତୀ ଗଣି ଦେବା ଚାଲ 10ଟି ଅଛି ପିଲା ଦେଖ 1 2 3 4 5 6 7 8 9 10 ଗୋଟି ମହମବତୀ ଏଥିରେ ଅଛି। ଏଠି ମଧ୍ୟ କେତୋଟି ଅଛି 10ଟି ଥିବ ଗଣି ଦେବା ଚାଲ 1 2 3 4 5 6 7 8 9 ଏଠି ବି 10ଟି ଅଛି 10କୁ ଆମେ କ'ଣ କରିବା ଏ ଦୁଇଟି ମହମବତୀ କ'ଣ କରିବା ଯୋଡ଼ି ନେବା କେଉଁଠି 13 ସହିତ। ଏ 10 କେତେ ହେଲା 10 କେତୋଟି ହେବା ମହମବତୀ 10କୁ 10 ମିଶାଇଲେ ଆମର
କେତୋଟି ହେବ? ଏଇଟା ହେବ 20ଟି। 20କୁ ଆମେ ପୁଣି 13 ସହିତ ଯୋଗ ଦେଖ ଏଠିରେ 20କୁ ଆମେ 13 ସହିତ ଯୋଗ କରିବା। ଦେଖ ଆମେ ଏଥିରେ ଲେଖିଦେଲା 20କୁ 13 ସହିତ ଯୋଗ କେତେ ହେବ? 3କୁ 0 ସହିତ କରିଦେଲେ 3 ହେବ, 1କୁ 2 କଲେ 3, 33ଟି ହେବ। ବୁଝିଲ? ଠିକ୍ ସେହିପରି ତୁମେ ମାନେ ଏଇଟାକୁ ଏମିତି ଯୋଗ କର, ଏଇଟାକୁ ଏମିତି, ଏଇଟାକୁ ଏମିତି, ଏଇଟାକୁ ଏମିତି ସିଧା ସିଧା ଯୋଗ କର ଆଉ ଏଠି ଲେଖିବ। ଠିକ୍ ଅଛି ପିଲାମାନେ?